ବିଜାତଳାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର 136ତମ ବାର୍ଷିକ ଉତ୍ସବ। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର 136ତମ ଜନ୍ମ ମହୋତ୍ସବ ଏବଂ ବିଜାତଳା ବ୍ଲକ ସ୍ତରୀୟ ବାର୍ଷିକ ଉତ୍ସବ ବିଜାତଳା ବ୍ଲକ ପ୍ରାଙ୍ଗଣରେ ପାଳିତ ହୋଇଛି। ବ୍ରହ୍ମ ମୁହୂର୍ତ୍ତରେ ବେଦ ମାଙ୍ଗଳିକ ନହବତ ଉଷା କୀର୍ତ୍ତନ ପ୍ରାନ୍ତ ବିନତି ସଙ୍ଗୀତାଞ୍ଜଳି ଆୟୋଜିତ ହୋଇଥିଲା। ପୂର୍ବାହ୍ନ 11 ଘଟିକା ସମୟରେ ଶ୍ରୀ ହରିହର ଦାସ ଅଧ୍ୟକ୍ଷତାରେ ସତ୍ସଙ୍ଗ ଆରମ୍ଭ ହୋଇଥିଲା। ଏଥିରେ ସ୍ଥାନୀୟ ଗୁରୁଭାଇ ଦଶରଥ ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଡକ୍ଟର ବିଚିତ୍ରାନନ୍ଦ ପଟ୍ଟନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଠାକୁରଙ୍କ ଭାବଧାରା ଉପରେ ଆଲୋଚନା କରିଥିଲେ ଏବଂ ପୂଜନୀୟ ଶ୍ରୀ ଶ୍ରୀ ଅବିନ୍ଦ ଦାସଙ୍କର ଡିପି ୱାର୍କ ବିଷୟରେ ଆଲୋଚନା କରିଥିଲେ। ବିଡିଓ ବଂଶୀଧର ଖସଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଠାକୁରଙ୍କର ଜୀବ ଜଗତ ପାଇଁ ଅପାର ଦୟା ଏବଂ ତାଙ୍କ ବିଧାନ ମାନି ଚଳିଲେ ମନୁଷ୍ୟ ଜୀବନର ସମସ୍ୟାର ସମାଧାନ କିପରି ହୁଏ ତାହା ଉପରେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ବାଙ୍ଗିରିପୋଷିରୁ ଆଗତ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ବିଷୟରେ ଆଲୋଚନା କରିଥିଲେ। ନିଗମାନନ୍ଦ ପଟ୍ଟନାୟକ ଗୋଲକ ବିହାରୀ ଆଚାର୍ଯ୍ୟ ସତ୍ସଙ୍ଗରେ ଉପସ୍ଥିତ ଥିଲେ। ଟାଟାରୁ ଆଗତ ଗୋପାଳ ଭାଇ ମେଘନାଥ ଭାଇ ରାମପଦ ଭାଇ ଭଜନ କୀର୍ତ୍ତନ ପରିବେଷଣ କରିଥିଲେ। ଶ୍ରଦ୍ଧେୟ ଅନୁ ଏବଂ ତାଙ୍କ ସହଯୋଗୀ କରସ ପରିବେଷଣ କରିଥିଲେ। ରାଇରଙ୍ଗପୁରରୁ ଆଗତ ବିଜୟ କୁମାର ଦାସ କୀର୍ତ୍ତନ ପରିବେଷଣ କରିଥିଲେ। ଏହି ଉତ୍ସବରେ ଜ୍ଞାନେନ୍ଦ୍ର ଦଳେଇ ଆହ୍ଲାଦ ଦାସ ପଦ୍ମଲୋଚନ ମହାନ୍ତି ମହେନ୍ଦ୍ର ବେହେରା ସୁଶାନ୍ତ ବେହେରା ଜଗଦୀଶ ବେହେରା ବିଶ୍ୱଜିତ ଦାସ ତ୍ରିଲୋଚନ ବେହେରା ଶୁଭମ ବେହେରା ଅରୁଣ କୁମାର ଦେହୁରୀ ନରସିଂହ ଗିରି ଜଗନ୍ନାଥ ମୁର୍ମୁ ମିଥୁନ ପାତ୍ର ମନୋଜ ମହାରଣା ବିଭୂତି ଭୂଷଣ ଜ୍ୟୋତିଷ ଏବଂ ଆହୁରି ଅନେକ ଗୁରୁଭ୍ରାତା ଗୁରୁମାମାନେ ଉପସ୍ଥିତ ରହି ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ। ଭୂମିକା ଚକ୍ଷୁ ଚିକିତ୍ସାଳୟର ଡାକ୍ତରମାନେ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରିଥିଲେ। ଶେଷରେ ଶ୍ରୀ ଦାସ ସମସ୍ତଙ୍କର ନିରାମୟ ଜୀବନ ପାଇଁ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀଚରଣୀ ଜଣାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଜୟ ରାଧେ କୀର୍ତ୍ତନ କରି ବନ୍ଦେ ପୁରୁଷୋତ୍ତମ ଧ୍ୱନି ଦେଇ ଉତ୍ସବ ସାଙ୍ଗ କରିଥିଲେ। 4 ଜଣ ଭକ୍ତ ଠାକୁରଙ୍କ ସତ୍ମନ୍ତ୍ର ଗ୍ରହଣ କରିଥିଲେ। 500 ଲୋକେ ଭଣ୍ଡାରର ଭୋଗ ପ୍ରସାଦ ସେବନ କରିଥିଲେ। ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ୱାଳଙ୍କ ରିପୋର୍ଟ ନ୍ୟୁଜ୍ ଓଡ଼ିଆ।